ହ୍ୟାଲୋ ପିଲାମାନେ, ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାସେସ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ପିଲାମାନେ, ଆଜିର ବିଷୟ ହେଉଛି ପିଲାମାନେ, ମୁଁ ଲାଷ୍ଟ ଥର ମୁଁ ପଢ଼େଇଥିଲି ଯେଉଁଟାକି ରୂଢ଼ି ଓ ଲୋକବାଣୀ। ଖାଲି ଆମେ ରୂଢ଼ି ପଢ଼ୁଥିଲେ ପିଲେ। ଓକେ, ଆଜି ଲୋକବାଣୀ ବିଷୟରେ ପଢ଼ିବା। ପିଲାମାନେ, ସେ ରୂଢ଼ି 3 ପ୍ରକାର ଆମେ ପଢ଼ିଥିଲେ: କ୍ରିୟାହୀନ, କ୍ରିୟାଯୁକ୍ତ ଏବଂ ତୁଳନାତ୍ମକ ରୂଢ଼ି ପଢ଼ୁଥିଲେ ଏବଂ କ'ଣ ନା ଲୋକବାଣୀଟା ଛାଡ଼ିଥିଲେ। ତ ଆଜି ଲୋକବାଣୀକୁ ଆମେ ଫୁଲ୍ କଭରେଜ୍ କରିଦେବା। ଓକେ, ତା ପୂର୍ବରୁ ପିଲାମାନେ ଯିଏ ଆମର ଏଇ ଚ୍ୟାନେଲକୁ ପ୍ରଥମେ ଭିଜିଟ୍ କରିଥିବେ ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣ ମୋର ଏହି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ସେଥିପାଇଁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ପିଲେ। ଜଲ୍ଦି କ୍ଲାସ୍କୁ ଆରମ୍ଭ କରିବା। ଚାଲନ୍ତୁ ପିଲେ, ଲେଟ୍ କରିବା ନାହିଁ। ତ କ୍ଲାସ୍ଟାକୁ ଆରମ୍ଭ କରିଦେବା। ଓକେ, ଦେଖନ୍ତୁ ପିଲେ, ଲୋକବାଣୀ। ଓକେ, କ'ଣ ଲୋକବାଣୀ? ଦେଖନ୍ତୁ, କରେ କ'ଣ ଦେଇଛି ନା କଖାରୁ ବଡ଼ି ଉପରେ ପଡ଼ି। ଆଉ ଖରେ କ'ଣ ଦେଇଛି? କଖାରୁ ଚୋରକୁ ମୁଣ୍ଡ କାଟ। ଗରେ କ'ଣ ଦେଇଛି? କଜଳ ପାତିଆ ଭଲ ଲୋକ ବା ଭଦ୍ର ଲୋକ ଦେଇଛି। ସେମିତି ଘରେ କ'ଣ ଦେଇଛି? ସରକୁ ପଡ଼ିଲା ଟୋକାଟେ, ତା ମୁଣ୍ଡରେ ଟେକାଟେ। ଓକେ, ଦେଖନ୍ତୁ କ'ଣ ଏ ବିଷୟରେ ଟିକେ ଦେଖିବା। ଦୁଇ ଜଣଙ୍କ ଭିତରେ କିଛି ଆଲୋଚନା ହେଉଛି। ଓକେ, ଦୁଇ ଜଣ ଅଛନ୍ତି। ତ ଦୁଇ ଜଣଙ୍କ ଭିତରେ କିଛି ଆଲୋଚନା, କେଉଁ ବିଷୟରେ ଗୋଟେ ନେଇକି ଆଲୋଚନା ଗୋଟେ ଚାଲିଛି। ଓକେ, ଦେଖନ୍ତୁ, ତା ସେଇ ସମୟରେ କ'ଣ ହେଇଛି ନା ଆଉ ଜଣେ ଲୋକ, ତୃତୀୟ ଲୋକ ଯାଇ ପହଞ୍ଚି ଦେଇଛି ସେଇ ପାଖରେ। ଓକେ, ସେ ମୂଲ କଥା ଭାଷା ସମ୍ପର୍କ କିଛି ଜାଣିନା। ମାନେ ଦୁଇ ଜଣ କେଉଁ କଥା ହେଉଛନ୍ତି ତାଙ୍କୁ ସେଇ ଭାଷା ସମ୍ପର୍କ କିଛି ସେ ତୃତୀୟ ବ୍ୟକ୍ତିଟା କିଛି ଜାଣେ ନାହିଁ। ଓକେ, ତ ଅଥଚ ଗୋଟିଏ ମନ୍ତବ୍ୟ ଦେଇ ପକାଏ। ଅଥଚ ସେ କ'ଣ ନା ସେ ତୃତୀୟ ବ୍ୟକ୍ତିଟା କ'ଣ ନା ଅଥଚ ମାନେ ଗୋଟିଏ ମନ୍ତବ୍ୟ ଦେଇଥାଏ। ତାଙ୍କ ମାନେ ସେ ନିଜ ଇଚ୍ଛାରେ କିଛି କହିଥାଏ ସେଠି, କିନ୍ତୁ ତାଙ୍କ କେଉଁ କଥା ହେଉଛନ୍ତି ସେ ବିଷୟରେ ସେ ଜାଣେ ନା। ଓକେ, ସେତେବେଳେ କରେ ଥିବା ଉକ୍ତିଟି ପ୍ରୟୋଗ କରିଥାଏ। ସେଇ ସମୟରେ କ'ଣ ନା ମାନେ ତୃତୀୟ ବ୍ୟକ୍ତି ଯେଉଁ ମନ୍ତବ୍ୟ ଦେଇଥାଏ, ମାନେ ତାଙ୍କ ନିଜ ଇଚ୍ଛାରେ କିଛି ଗୋଟେ କହିଥାଏ। ସେଇ ସମୟରେ ଯେଉଁ ମାନେ କରିଥିବା ଯେଉଁ ଉକ୍ତିଟି ଅଛି ସେଇଟା ପ୍ରୟୋଗ କରିଥାଏ। ପ୍ରଥମେ ଦେଖ, କଖାରୁ ବଡ଼ି ଉପରେ ପଡ଼ି। ଓକେ, କଖାରୁ ବଡ଼ି ଉପରେ ପଡ଼ି। ଦେଖନ୍ତୁ ଏଠି ଆପଣ ଦେଇଛି। ତାପରେ ସେଇଭଳି କେହି ଜଣେ ଛୋଟ ଦୋଷଟିଏ କରିଛି, ତା ପାଇଁ କିନ୍ତୁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ମାନେ ବୁଝିପାରୁଛନ୍ତି, କେହି ଜଣେ ଛୋଟ ଦୋଷଟେ କରିଥିବ, ତା ପାଇଁ ଗୋଟେ କଠୋର ଦଣ୍ଡ ତା କ'ଣ ବ୍ୟବସ୍ଥା ରହିଥାଏ। ସେଇଠୁ ଜନ୍ମ ହେଲା କ'ଣ ନା ଖରେ, ଦେଖ ସେଇଠୁ ଜନ୍ମ ହେବ କଖାରୁ ଚୋରକୁ ମୁଣ୍ଡ କାଟ। ଏଇଟା ଦ୍ୱିତୀୟ ବାଣୀ। ଓକେ, ସେମିତି ଦେଖନ୍ତୁ ଆଉ କ'ଣ ଦେଇଛି ଏଠି। ଦେଖନ୍ତୁ, କେଉଁଠି ଦୁଇ ଜଣଙ୍କ ଝଗଡ଼ାରେ ମଧ୍ୟସ୍ଥି କଲେ ଆଉ ଜଣେ ତୃତୀୟ ବ୍ୟକ୍ତି। ଯେଉଁ ଦୁଇ ଜଣଙ୍କର ଯଦି ଗୋଟେ ଝଗଡ଼ା ଚାଲିଛି, ଓକେ, ସେଇ ସମୟରେ କ'ଣ ନା ଗୋଟେ ତୃତୀୟ ବ୍ୟକ୍ତି ଆସିଥାଏ ମଧ୍ୟସ୍ଥି କରିବା ପାଇଁ। ସେଠି ମଝିରେ ପୁରିଥାଏ କିଏ ଧରାଯାଉ। ତ ସେଇ ସମୟରେ ସେ ନିରୀହ ଲୋକ ନା, ଯିଏ ମାନେ ଦୁଇ ଜଣଙ୍କୁ ଝଗଡ଼ାକୁ ଛଡ଼େଇ ମଧ୍ୟ ଥାନ୍ତି। ଓକେ, ଦୁଇ ଜଣ ଝଗଡ଼ା କରୁଛନ୍ତି, ସେଇ ଜାଗାରେ ଆଉ ଜଣେ ଆସିକି କ'ଣ ପୁରିଥାନ୍ତି ସେ ଭିତରେ। ମାନେ ସେ ଯେ ତୃତୀୟ ବ୍ୟକ୍ତି, ସେଇ ତୃତୀୟ ବ୍ୟକ୍ତି କ'ଣ ନା ସେ ଗୋଟେ ନିରୀହ ଲୋକ। ହଁ, ସେ ନିରୀହ ଲୋକ, ଅଥଚ ସେଇ ମଧ୍ୟସ୍ଥିରେ କ'ଣ ହେଲା ନା ସେଇଠି ଉଠିଲା ଗୋବାଣୀ, ଯେଉଁଟାକି ତାକୁ କ'ଣ ଗୋବାଣୀ ଉଠିଥାଏ। କଜଳ ପାତିଆ ଭଲ ଲୋକ ବା ଭଦ୍ର ଲୋକ ବୋଲି କୁହାଯାଏ। ଓକେ, ଦେଖିବା ଏଇ ଘ ପାଇଁ କ'ଣ ଦେଇଛି। ଦେଖନ୍ତୁ ତଳେ ଦେଖିବା। ଦେଖନ୍ତୁ, ଡେଙ୍ଗା ତାଳ ଗଛକୁ ଆଖି ପାଉନାହିଁ, ମନେ ହେଉଛି ତାହା ଆକାଶକୁ ଛୁଇଁଛି। ଓକେ, ଦେଖନ୍ତୁ, ପାଚିଲା ତାଳଟେ ଗଛରୁ ଖସି ପଡ଼ୁଛି, ତା ଉପରେ ଟୋପି ଏକ ଆବରଣ, ତାକୁ ଦେଖି ଭାବ ପ୍ରବଣ ଲୋକଟିଏ ପାଇଲା, ଆରେ
ଟୋକାଟେ ଟେକାଟେ ପିନ୍ଧି ଆକାଶରୁ ଖସି ପଡ଼ିଲା କି? ହେଉଟୁ ହୁଏତ ଘ ଲୋକବାଣୀ ଚଳି ଆସିଲା। ଏଭଳି କଥା କହି ପ୍ରଥମେ କହିଲା, ଆମେ ଜାଣୁନା, ମାତ୍ର ଏଗୁଡ଼ିକ ଆମ ଭାଷା ଓ ଚଳଣିର ଗୋଟିଏ ଗୋଟିଏ ଅଙ୍ଗ। ମାନେ ଏଠି କ'ଣ ବି ଏଇ ଘ ନମ୍ବରଟା ସରୁକୁ ପଡ଼ିଲା ଟୋକାଟେ, ତା ମୁଣ୍ଡରେ ଟେକାଟେ, ଏଇଟା ବ୍ୟବହାର କରାଯିବ। ଓକେ, ଦେଖନ୍ତୁ କ'ଣ ଦେଇଛି ଆଉ ତଳେ ଦେଖନ୍ତୁ ନା, ଲୋକମୁଖରେ ନେଇକି ଯୁଗ ଯୁଗ ଧରି ଚଳି ଆସୁଥିବା ଏବଂ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଇଥିବା ବିଶେଷ ଉକ୍ତି ଗୁଡ଼ିକ କୁହାଯାଏ ଲୋକବାଣୀ। ଓକେ, ତ ଲୋକବାଣୀ କାହା କହିବା ନା, ଲୋକମୁଖରେ ମାନେ ଲୋକଙ୍କ ମୁହଁରୁ ଯୁଗ ଯୁଗ ଧରିକି ଚଳି ଆସୁଥିବା ଯେଉଁ ବିଭିନ୍ନ ପ୍ରକାର ପରିସ୍ଥିତିରେ ପ୍ରୟୋଗ କରୁଥିବା ବିଶେଷ ଉକ୍ତି ଗୁଡ଼ିକ ଯେଉଁ ମାନେ ଉକ୍ତି ଆଗରୁ ଚଳି ଆସୁଛି ତାହା କୁହାଯାଏ ଲୋକବାଣୀ। ଓକେ, ଦେଖ ପ୍ରତ୍ୟେକ ଭାଷାରେ ଲୋକବାଣୀ ଅଛି, ପ୍ରତ୍ୟେକ ଭାଷାରେ, ବୁଝିପାରିଲେ? ଆମ ଭାଷାରେ ଏଗୁଡ଼ିକୁ ପ୍ରବାଦ ବା ପ୍ରବଚନ ମଧ୍ୟ କହିଥାଉ। ବୁଝିହେଲା ନା? ଆମେ କ'ଣ ନା ପ୍ରବାଦ ବା ପ୍ରବଚନ ମଧ୍ୟ କହିଥାଉ ଏଇ ଯେଉଁ ଭାଷା ଗୁଡ଼ିକୁ। ହବା, ଦେଖ ଇଂରାଜୀରେ କ'ଣ ନା ମାଇଟ୍ ଇଜ୍ ରାଇଟ୍, ଓଡ଼ିଆରେ ଦେଖନ୍ତୁ ଜୋ ଯାର ମୁଲକ ତାର, ସେମିତି ହିନ୍ଦୀରେ ନାଚ ନା ଜାନେ ଆଙ୍ଗନ ଟେଢ଼ା, ନାଚ ନା ଜାନେ ଆଙ୍ଗନ ଟେଢ଼ା, ସେମିତି ଓଡ଼ିଆରେ କ'ଣ ନା ଚାଲି ନ ଜାଣି ବାଟରେ ଦୋଷ। ଓକେ, ଦେଖନ୍ତୁ ଏଠି କ'ଣ ଦେଇଛି। ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ଲୋକବାଣୀ ରହିଛି, ତନ୍ମଧ୍ୟରୁ କେତେ ନାଇକି ଆମର ଲୋକବାଣୀ ବିଷୟରେ ଏଇଠି ତଳେ ଦିଆଯାଇଛି, ସେଇ ବିଷୟରେ ଆମେ ଗୋଟିଏ 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 ପଢ଼ି ଯିବା। ଓକେ, ସେଇ ଭିତରୁ ଆପଣମାନେ ଭଲସେ ଦେଖନ୍ତୁ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଇଟା। ଓକେ, ଏଇଟା ଏକ୍ଜାମ୍ରେ ଆସିଥାଏ, ବୁଝିପାରୁଛନ୍ତି ନା? ଦେଖନ୍ତୁ ମୁଁ ଗୋଟିଏ ଗୋଟିଏ କହି ଚାଲିଛି। ଓକେ, ଆପଣ ଏଇଟା ଯେତେବେଳେ ପଢ଼ିବେ ନା, ସେଇ ସମୟରେ ଆପଣ ଲେଖି ଲେଖିକି ପ୍ରାକ୍ଟିସ୍ କରିବେ, ଯାହାଫଳରେ ଏଇଟା ନ ଲେଖିଲେ ମନେ ରହିବ ନାହିଁ। ଓକେ, ଦେଖନ୍ତୁ ଅକାଳେ ନିୟମ ନାସ୍ତି, ଇଟ୍ସ ମିନ୍ କ'ଣ କହିଲେ, ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବ ହୋଇନପାରେ। ଓକେ, ଅକାଳେ ନିୟମ ନାସ୍ତି ମାନେ କ'ଣ ରହେ ନା, ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବପର ହୋଇନପାରେ। ଓକେ, ଅତି ବ୍ୟକ୍ତି ଚରଣର ଲକ୍ଷଣ, ଅତି ବ୍ୟକ୍ତି ଚରର ଲକ୍ଷଣ ମାନେ କାର୍ଯ୍ୟାଶୀଳ କରିବା ଉଦ୍ଦେଶ୍ୟ ରଖି କ'ଣ ନା ଉପରକୁ ବିନମ୍ର ଦେଖାଇବା। ଓକେ, ଅତି ବ୍ୟକ୍ତି ଚରଣ ଲକ୍ଷଣ ମାନେ କ'ଣ ନା କାର୍ଯ୍ୟାଶୀଳ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ର ଅନୁରୋଧ ଦେଖାଇବା। ଓକେ, ତାକୁ କୁହାଯାଏ ଅତି ବ୍ୟକ୍ତି ଚରର ଲକ୍ଷଣ। ଓକେ, ଦେଖନ୍ତୁ ଆଉ କ'ଣ ଅଛି। ଅଣ୍ଟି ଚୋରି ତଣ୍ଟି କାଟେ, ତାମାନେ ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା। କ'ଣ ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା, ସେମିତି ଏଇଟା କ'ଣ ଦେଇଛି ବୋଲେ ଅଠା କାଠିରେ ପଡ଼ିବା, ତାମାନେ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା। ଇଟ୍ସ ମିନ୍ କ'ଣ ଅଠା କାଠିରେ ପଡ଼ିବା ମିନ୍ସ କ'ଣ ପିଲେ ନା ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା। ସେମିତି ଆଉ ଗୋଟେ କ'ଣ ଦେଇଛି, ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, ମାନେ ମୂର୍ଖଙ୍କ ଆଗରେ ତତ୍ତ୍ୱ କଥା କହିବା। ଆପଣ ଯଦି ଅନ୍ଧ ଦେଶକୁ ଯଦି ଦର୍ପଣ ବିକିବାକୁ ଗଲେ, ଅନ୍ଧ ମାନେ କ'ଣ କିଣିବେ କି? ତାଙ୍କେ ତ ଦେଖିପାରିବେ ନା, କ'ଣ ଦର୍ପଣ କିଣିବେ କି? ନାହିଁ। ତ ମୂର୍ଖଙ୍କ ଆଗରେ ଆପଣ ଯଦି କ'ଣ ତତ୍ତ୍ୱ କଥା କହିବେ, ମୂର୍ଖ କ'ଣ ବୁଝିପାରିବ କି? ନା, ବୁଝିପାରୁଛନ୍ତି ନା? ସେମିତି ଏଠି କ'ଣ ଦେଇଛି, ଅଳସୁଆର ବାରବାଟୀ ଶାସ, ତାମାନେ କ'ଣ ନା ନିକମ ଅଳସୁଆର ବୃଥା ସ୍ଖଳନ, ମାନେ ଅଳସୁଆର ବାରବାଟୀ ସ୍ଖଳନ, ନିକମ ଅଳସୁଆର ବୃଥା ସ୍ଖଳନ, ମାନେ ସେ କାମ କରୁନଥିବ, ବଡ଼ ବଡ଼ କଥା ହେଉଥିବ। ଓକେ, ଦେଖନ୍ତୁ ଏଇଟା ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ, ଏସମେଣ୍ଟ କ'ଣ ପାପ ଅର୍ଜିତ ଧନ ସମୂଳ ନଷ୍ଟ ହୁଏ। ବୁଝିପାରୁଛନ୍ତି ନା? ଯେଉଁଟା ଧର୍ମର ସହିତ କରି ଯେଉଁ କଷ୍ଟ କରିକି ଯେଉଁ କମଉଥିବେ ଆପଣ, ସେଇଟା କ'ଣ ନା ଆପଣ ଆରାମଦାୟକରେ ଖାଇପାରିବେ, କିନ୍ତୁ ଅଧର୍ମରେ ଯେଉଁଟା କମେଇଥିବେ ସେଇଟା
ମାନେ ପାପ ଅର୍ଜିତ ଧନକୁ ସମ୍ବଳ ନଷ୍ଟ ହୋଇଯାଇଥିଲେ ସବୁବେଳେ ରହିନଥାଏ। ଓକେ, ଦେଖନ୍ତୁ ଏଠି କ'ଣ ଦେଇଛି, ଅଧା ବେପାରୀର ଜାହାଜ ମୂଳ। ଅଧା ବେପାରୀ ମାନେ ଅନାଧିକାର ଚର୍ଚ୍ଚା। ଓକେ, ସେମିତି ଅତି ପରିଚୟ ଗୌରବ ନଷ୍ଟ। ଏଠି ସେମାନେ କ'ଣ ଦେଲେ ନା ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। ଆପଣ ଅତି ପରିଚୟ ଗୌରବ ନଷ୍ଟ ମାନେ କ'ଣ ନା, ଦେଖନ୍ତୁ ଅଧିକ ମିଳାମିଶା ହେବା ଯେଉଁ କ'ଣଟା ହେଉଛି ନା, ମାନେ ନିଜର କ'ଣ ସମ୍ମାନଟା ଆଶ୍ରୟ ହ୍ରାସ ପାଇଯାଇଥିଲେ ସବୁବେଳେ, ମାନେ ଧରାଯାଉ ଗୋଟେ ଘରକୁ ଯାଉଥିବେ, ବୁଝିପାରିଲେ, ତାର ଯାହା ଗୋଟେ ଘରକୁ ଯାଉଥିବେ, ମାନେ ଯେତିକି ଆପଣଙ୍କୁ ସମ୍ମାନ ମିଳିବା କଥା ସେତିକି ଆଉ ମିଳିବ ନାହିଁ, ହଁ ନା ନାହିଁ? ଆପଣ କେବେ ଗେସ୍ କରିଛନ୍ତି କି? ମୁଁ ଗେସ୍ କରିଛି ହେଲେ। ଓକେ, ମାନେ ଏତିକି ସମ୍ମାନ ଆଉ ମିଳିବ ନାହିଁ ସବୁଦିନ, ମାନେ ଏମିତି ଆଉ ସମ୍ମାନ ପାଇପାରିବା ନାହିଁ। ଦେଖନ୍ତୁ ଆଉ କ'ଣ ଦେଇଛି, ଅନ୍ଧ ଥରେ ବାଡ଼ି ହଜାଏ। ଏଠି କ'ଣ କହିଲେ ନା ଅଭିଜ୍ଞତାରୁ ସତର୍କ ହେବା ବା ଶିକ୍ଷା ଲାଭ କରିବା। ଓକେ, ସେମିତି ଅମୃତ ହାଣ୍ଡିରେ ବିଷ କଣିକାଏ, ମାନେ ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରିଦେଇଥିଲା। ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ, ଖରାପ ଜିନିଷ ପିଲେ ସବୁବେଳେ, ଖରାପ ଜିନିଷ ସବୁବେଳେ ଖେଳି ମାନେ ଚାରିଆଡ଼େ ପ୍ରସାର ହେଇଯାଏ ପିଲେ। ଯେତେ ଖରାପ ଜିନିଷ ସବୁ ଚାରିଆଡ଼େ, ମାନେ ଲୋକ ଗୋଟେ ଲୋକ ଯଦି ଜାଣିଥିଲା ନା, ମାନେ ସମସ୍ତେ ଜାଣିଯିବେ, କିନ୍ତୁ ଭଲଟା ଏତିକି ପ୍ରସାର ହୋଇନଥାଏ। ଓକେ, ଦେଖନ୍ତୁ ଆଲସକି ଆପଣା ମହତ ଆପେ ରଖି। ଏଠି ସେମାନେ କ'ଣ ଭାବିଲେ ନା, ଦେଖନ୍ତୁ ନିଜ ସମ୍ମାନ ନିଜ ହାତରେ, କ'ଣ ନା ନିଜ ସମ୍ମାନ ନିଜ ହାତରେ। ଓକେ, ଆଲସକି ଆପଣା ମହତ ଆପେ ରଖି ମିନ୍ସ ନିଜ ସମ୍ମାନ ନିଜ ହାତରେ। ସେମିତି ଆଉ କ'ଣ ଦେଇଛି ଦେଖନ୍ତୁ, ଆଗତ ଚଢ଼େଇକି ବେସର ବଟା, ମାନେ ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି କରିବା। ଓକେ, ଦେଖନ୍ତୁ ଏଇଟା ଆଲା ଦିଅନ୍ତୁ ତୁ ଛପର ପାଡ଼ି ଦିଅନ୍ତି। ତମେ ବୁଝିପାରୁଛନ୍ତି, ଈଶ୍ୱର ଯଦି ଦୟା କରିଦେଲେ ନା ଆଶାତୀତ ଫଳ ମିଳିଥାଏ। ବୁଝିପାରୁଛନ୍ତି ପିଲାମାନେ? ତ ଆଲ୍ଲା ଦିଅନ୍ତି ତ ଛପର ବାଡ଼ି ଦିଅନ୍ତି, ସେମାନେ କ'ଣ ଈଶ୍ୱର ଦୟା ଯଦି କଲେ ଆଶାତୀତ ନାକି ଫଳ ମିଳେ। ସେଥିପାଇଁ ପିଲାମାନେ ଆପଣ କର୍ମ କରି କରି ଚାଲନ୍ତୁ, ଆପଣ ନିଶ୍ଚିତ ଭାବରେ ପାସ୍ ମଧ୍ୟ କରିବେ। ଓକେ, ଆପଣ କର୍ମ କଲେ ହିଁ ଈଶ୍ୱର ଆପଣଙ୍କୁ ସେଇ, ମାନେ ଯେତେ କଷ୍ଟ କରୁଥିବେ ସେଇ ହିସାବରେ ଆପଣଙ୍କୁ ଫଳ ଦେବେ। ବୁଝିପାରୁଛନ୍ତି? ତ ଆପଣ ପଢ଼ାପଢ଼ି ଜୋରଦାର କରନ୍ତୁ। ଓକେ, ଆକାଶ କଇଁଆ ଚିଲିକା ମାଛ, ଏଠି ସେମାନେ କ'ଣ କହିଲେ ଅସମ୍ଭବ କଥା କଳ୍ପନା କରିବା। ମାନେ ବୁଝିପାରନ୍ତୁ, ଆକାଶ କଇଁଆ ଚିଲିକା ମାଛ ମାନେ ଯେଉଁଟା ସମ୍ଭବ ହେବ ନାହିଁ ତାହା ବିଷୟରେ ଆଲୋଚନା କରିବେ। ହେବ କି ପିଲେ କହୁନାହାନ୍ତି? ହେବ ନାହିଁ। ଓକେ, ଦେଖନ୍ତୁ ଆପଣା ସିଂହରେ ଭୁଇଁ ତଡ଼ିବା, ତାମାନେ କ'ଣ ନିଜେ ସମର୍ଥ ହେବା। ଓକେ, ଆଖୁ କିଆରୀରେ ବସିବା, କ'ଣ ଆଖୁ କିଆରୀରେ ବସିବା, କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବାକୁ କ'ଣ କୁହାଯାଏ, ଆଖୁ କିଆରୀରେ ବସିବା। ଦେଖନ୍ତୁ ଆଉ କ'ଣ ଅଛି, ଦେଖନ୍ତୁ ଆଉ କ'ଣ, ଉଡ଼ିଗୋଡ଼ା ଚଢ଼େଇର ପର ଗଣିବା, ମାନେ ଏଠି ସେମାନେ କ'ଣ ଅତି ବୁଦ୍ଧିଆ। ଉଡ଼ିଗୋଡ଼ା ଚଢ଼େଇର ପର ଗଣି ପାରିବ କି ପିଲେ ତମେ? ଆପଣମାନେ ପାରିବେ କି? ନାହିଁ। କିଏ କରିପାରିବ? ସେ ଅତି ବୁଦ୍ଧିଆ, ସିଏ ଗଣିପାରିଲେ। ଓକେ, ଉପର ଚିକଣ ଭିତର ପମ୍ପା, ମାନେ ବାହାର ସୌନ୍ଦର୍ଯ୍ୟ ସୁନ୍ଦର ଦେଖିବାକୁ କିନ୍ତୁ ଭିତରେ ଶୂନ୍ୟ। ଓକେ, ଉପର ଆଡ଼େ ଚିକଣ କିନ୍ତୁ ଭିତର ଆଡ଼େ ପମ୍ପା, ମାନେ ବାହାର ମାନେ ଚିକଣ ଭିତର ଆଡ଼େ ଶୂନ୍ୟତା। ଓକେ, ଦେଖନ୍ତୁ ଋଷି ଜଟା ଛିଣ୍ଡାଇବା, ମାନେ ଧୈର୍ଯ୍ୟବାନ ବ୍ୟକ୍ତିକୁ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା। ଋଷି ଜଟା ଛିଣ୍ଡାଇବା ମାନେ ସେ ଜାଣିଛନ୍ତି ନା, ଗୋଟେ ଧୈର୍ଯ୍ୟବାନ ବ୍ୟକ୍ତିକୁ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା।
ଏକା ମାଗକେ ଶୀତ ଯାଏ ନାହିଁ, ମାନେ ଦୁର୍ଯୋଗ କେବେ କେବଳ ଥରେ ଆସେ ନାହିଁ ପିଲେ। ଓକେ, ସେମିତି ଏ ମନ ଖୋଜୁଥାଏ ଯାହା ବେଲେ ପ୍ରାପ୍ତ ହୁଏ ତାହା। ଓକେ, ଇଟ୍ସ ମିନ୍ କ'ଣ? ସମୟ ଅନୁଯାୟୀ ମନ ଅନୁସାରେ ଫଳ ମିଳିବା। ଓକେ, ଓଟ ମୁହଁରେ ଜିରା, ମାନେ ଅଧିକ ଆଶା କରା ବ୍ୟକ୍ତିକୁ ଅଳ୍ପ ମିଳିବା। ଓକେ, ଓଟ ମୁହଁରେ ଜିରା ମିନ୍ସ କ'ଣ? ଯିଏ ଅଧିକ ଆଶା କରୁଥିବ, ମାନେ ଯିଏ ଅଧିକ ଦରକାର ତାକୁ ଅଳ୍ପ ଦେଲେ ହେବ କି ନାହିଁ? ଦେଖନ୍ତୁ ଏଇଠି କ'ଣ, ଔଷଧ ରାଗରେ ତାଟିଆ କାମୁଡ଼ିବା। ଇଟ୍ସ ମିନ୍ କ'ଣ? ପ୍ରକୃତ ଲୋକ ବିରୋଧରେ କିଛି ନ ପାରି ଅନ୍ୟ ଉପରେ ରାଗିବା। ଓକେ, କୃଷ୍ଣ କଲେ କଷ୍ଟ କଲେ କୃଷ୍ଣ ମିଳେ, ମାନେ ସବୁ ସିଦ୍ଧିର ମୂଳ ହିଁ କଠିନ ପରିଶ୍ରମ, ସାଧନା ହିଁ ସିଦ୍ଧିର ଜନକ। ଓକେ, ମାନେ ଆପଣ କଷ୍ଟ କଲେ କୃଷ୍ଣ ମିଳିଥାଏ, ମାନେ ଆପଣ ଯେତେ କଷ୍ଟ କରିବେ, ଯେମିତି କଷ୍ଟ କରିଥିବେ ଆପଣଙ୍କୁ ସେମିତି ଫଳ ମିଳିଥାଏ। ତ ସାଧନା ହିଁ ସିଦ୍ଧିର ଜନକ। ଓକେ, ଦେଖନ୍ତୁ ଏଠି କ'ଣ ଦେଇଛି, କବି ତୁଣ୍ଡ ମେଣ୍ଢା ମୁଣ୍ଡ। ଇଟ୍ସ ମିନ୍ ଦୃଢ଼ ବଚନ ବିଲେ ଆର୍ଷ ବଚନ, ଦୃଢ଼ ବଚନ ବା ଆର୍ଷ ବଚନ। ଓକେ, କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ। କ'ଣ ନା କଂସାରୀ ଘର ପାରାକୁ କୁଲା ଢାଉଁ ଢାଉଁ। ଇଟ୍ସ ମିନ୍ ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଉଭୟ ଦେଖେଇବା। ଓକେ, କଙ୍କଡ଼ାକୁ ଗୋଲିଆ ପାଣି ଶୁଆଏ, କଙ୍କଡ଼ାକୁ ଗୋଲିଆ ପାଣି, ତାମାନେ ଅସାଧୁ ଲୋକ ପାଇଁ କ'ଣ ଗୋଳମାଳିଆ ପରିସ୍ଥିତି ସହାୟକ ହୋଇଥାଏ ପିଲା। ଓକେ, କାହାର ପୌଷ ମାସ କାହାର ସର୍ବନାଶ, ଜଣକର ଲାଭ ବେଳେକେ ଅନ୍ୟ ଜଣକର କ୍ଷତି। ଓକେ, କୂପମଣ୍ଡୁକ, କୂପମଣ୍ଡୁକ ମିନ୍ସ ସଂକୁଚିତ ପରିବେଶରେ ବଢ଼ୁଥିବା ବ୍ୟକ୍ତି, ସଂକୁଚିତ ପରିବେଶରେ ବଢ଼ୁଥିବା ବ୍ୟକ୍ତି କ'ଣ କୁହାଯାଏ? କୂପମଣ୍ଡୁକ। ଓକେ, ଆଉ ଅଛି ପିଲେ, ଆଉ କେତେ ଅଛି ଟିକେ ଦେଖିଦେବ, ଅଛି ଆଉ ଅଛି ଆଉ ଅଛି କେତେ ଅଛି ଦେଖନ୍ତୁ, ବହୁତ ଅଛି ପିଲେ, ସରିଯିବ, ସରେଇ ଦେବା ପିଲେ, ଏଟା ସରେଇକି ଯିବା ଦେଖିବା। କୂପମଣ୍ଡୁକ ପଢ଼ିଥିଲେ, ଦେଖନ୍ତୁ ତ କେଉଁ ଗାଈର ଗୋବର, କ'ଣ ଦେଇଛି ନା କେଉଁ ଗାଈର ଗୋବର ଅତି ସାମାନ୍ୟ ବା ତୁଚ୍ଛ। ଓକେ, କପେ ବର ନହେଲେ ତପେ ବର। ଇଟ୍ସ ମିନ୍ କ'ଣ? ଯେକୌଣସି ଉପାୟରେ ସାହାଯ୍ୟ ହାସଲ କରିବାକୁ କ'ଣ? କପେ ବର ନହେଲେ ତପେ ବର। ଇଟ୍ସ ମିନ୍ କ'ଣ? ଯେକୌଣସି ଉପାୟରେ ଆମେ କାର୍ଯ୍ୟ ହାସଲ କରିବାକୁ କୁହାଯାଏ। ଓକେ, କୌରବକୁ ଖାଇ ପାଣ୍ଡବଙ୍କର ଗାଈ, ତାମାନେ କ'ଣ? ଜଣକୁ ସାହାଯ୍ୟ ପାଇବା ଆଉ କୃତକ ଭାବେ ଅନ୍ୟର କାମ କରିବା। ଓକେ, ତାକୁ କୁହାଯାଏ କୌରବଙ୍କ ଗାଈ ପାଣ୍ଡବଙ୍କ ଗାଈ। ଓକେ, ଖଜୁରୀ ଗଛର କି ଗୁଣ ଗାଇବି, ମାନେ କୌଣସି ଖରାପ ଲୋକ ପ୍ରତିଟି କର୍ମ ମୂଳରୁ ହିଁ ଖରାପ ଥାଏ, କର୍ମରୁ ହିଁ ମୂଳରୁ ଖରାପ ଥାଏ। ଓକେ, ଦେଖନ୍ତୁ ଖଣ୍ଡାଧାରରେ ଚାଲିବା, ଖଣ୍ଡାଧାରରେ ଚାଲିବା, ଖଣ୍ଡାଧାରରେ ଚାଲିବା, ଖୁବ୍ ସତର୍କତାର ସହିତ ନିୟମ ମାନି ଚଳିବା, ତାକୁ କୁହାଯାଏ ଖଣ୍ଡାଧାରରେ ଚାଲିବା। ଖଳ ପର୍ବତ ମାର ମୂଷା, ମାନେ ସାମାନ୍ୟ କାମ ପାଇଁ ବହୁ ପରିଶ୍ରମ, ମାନେ ବହୁ ଶ୍ରମ କରିବା ଓ ଚେଷ୍ଟା କରିବା। ମାନେ ଦେଖନ୍ତୁ ପର୍ବତ ଖୋଳି ମାନେ ମୂଷା ଧରିବା। ହଁ, ଦେଖନ୍ତୁ ଗାଁ କନିଆ ସିଙ୍ଗାଣି ନାଖି, ମାନେ ଯେ କୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ନ ପାଇବା। ଦେଖନ୍ତୁ ଗାଁ କନିଆ ସିଙ୍ଗାଣି ମାନେ ନିଜ ଅଞ୍ଚଳରେ ନିଜ ଲୋକ ମଧ୍ୟ କ'ଣ ନା ଏତିକି ସମ୍ମାନ ଦେଇନଥାନ୍ତି, କାହିଁକିନା ସବୁବେଳେ ତାଙ୍କ ସହିତ କ'ଣ ଦେଖା ଦେଖି ଚାଲିଥାଏ, ତାଙ୍କ ଘରେ ଯାଉଥାନ୍ତି, ମାନେ ସବୁବେଳେ ଯିବା ଆସିବା ଦ୍ୱାରା କ'ଣ ହେଉଛି ସମ୍ମାନଟା ହ୍ରାସ ପାଇଥାଏ। ସେଥିପାଇଁ ଗାଁ ମାନେ ତାର ଅର୍ଥ କ'ଣ ନା ଗାଁ କନିଆ ସିଙ୍ଗାଣି ନାକି, ମାନେ ଯେକୌଣସି ଲୋକ ନିଜ ଅଞ୍ଚଳରେ କୌଣସି ସମ୍ମାନ ଏତିକି ମିଳିନଥାଏ। ଓକେ, ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ଗୁଣିଆ, ତାମାନେ ଗୁଣି ହିଁ ଗୁଣର ଆଦର କରିଲେ। ମାନେ ଦେଖନ୍ତୁ ଗୋଟେ ଶିକ୍ଷିତ ବ୍ୟକ୍ତି ଶିକ୍ଷିତ ଲୋକ କଥା ହିଁ
କ'ଣ ସମସ୍ତଙ୍କର କଥା ବୁଝ ମାନେ ଦେଖନ୍ତୁ ଅଶିକ୍ଷିତ ବ୍ୟକ୍ତି ଶିକ୍ଷିତ ବ୍ୟକ୍ତିର ଦୁଃଖ ବୁଝି ଏତିକି ଇଏ ମାନେ କ'ଣ ବୁଝିପାରୁନଥାଏ। ହଁ, ତ ଏଠି କହିବା କଥା କ'ଣ ନା ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ। ଓକେ, ଦେଖନ୍ତୁ ଆଉ କ'ଣ ଦେଇଛି ଏଠି, ଗର ଦିଅ ନ ପୂଜି ପର ଦିଅ ପୂଜିବା, ମାନେ ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବାକୁ କୁହାଯାଏ। ଗର ଦିଅ ନ ପୂଜି ପର ଦିଅ ପୂଜିବା। ଘୁଷୁରିକି ପାଚିଲା କଦଳୀ, ତାମାନେ ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯା। ଓକେ, ଦେଖ କ'ଣ ଦେଇଛ, ଘୋଡ଼ା ଛଅ ଟଙ୍କାକୁ ଦାନା 9 ଟଙ୍କା, ମାନେ କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷ ଠାରୁ ମୂଳ ଠାରୁ ଅଧିକ ହେବା। ଓକେ, ଦେଖନ୍ତୁ ଏଠି ଶାଶ୍ୱତର ବଣିଜ ମଠ, ମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପାଦନ କରିବା। ସେମିତି ଚୋର ମନ ଚୋର କଣ୍ଟେଳିରେ, ତାମାନେ କ'ଣ, ଚୋର ସର୍ବଦା ଚୋରି କରିଥିବା ଦ୍ରବ୍ୟ ଧରା ପଡ଼ିଯିବା ଭୟରେ ସଂକୁଚିତ ଥାଏ। କି ନାହିଁ? ଓକେ, ଛୋଟ ସାପର ବିଷ ଟାଣ, ମାନେ ଛୋଟ ବୋଲି ଆମେ ମାନେ ଦେଖନ୍ତୁ ଛୋଟ ସାପର ବଡ଼ ବିଷ, ତାମାନେ କ'ଣ, ଛୋଟ ସାପର ବଡ଼ ବିଷ। ଦେଖନ୍ତୁ ଆମେ କ୍ଷୁଦ୍ର ଲୋକ ବୋଲି ମାନେ ଛୋଟ କ୍ଷୁଦ୍ର ପିଲାକୁ ମଧ୍ୟ ଛୋଟ ପିଲା ବୋଲି ପାଇପାରିବାନି, କାରଣ ଛୋଟ ପିଲାକୁ ମଧ୍ୟ ଆମଠାରୁ ମଧ୍ୟ ମାନେ ଜଣେ ବହୁତ ଜ୍ଞାନ ଥାଏ। ତାମାନେ କ'ଣ, ପିଲା ଆମେ ନ ଜାଣିଲାଟା ତାଙ୍କେ ମଧ୍ୟ ଜାଣିଥିବେ, ତାଙ୍କେ ନ ଜାଣିଲାଟା ଆମେ ମଧ୍ୟ ଆମେ ନ ଜାଣିଲା ତାଙ୍କେ ବି ଜାଣିନଥିବେ। ହଁ ନା, ମାନେ ବେଳେବେଳେ କ'ଣ ନା ପିଲାମାନେ ଛୋଟ ପିଲାମାନେ ମଧ୍ୟ ବହୁତ ଜାଣିଥାନ୍ତି। ସେମିତି ସାପ ମଧ୍ୟ, ଛୋଟ ସାପ ଦେଖୁନାହାନ୍ତି, ଗୋଟେ ଛୋଟ ସାପ ଅଛନ୍ତି, ସେବେଳେ ବିଷ ବହୁତ ରହିଥାଏ ତାଙ୍କର, ହଁ କି ନାହିଁ? ତ ଛୋଟ ସାପର ବଡ଼ ବିଷ ଏମିତି ମଧ୍ୟ ବୁଝନ୍ତୁ ଆପଣ। ଜାନ୍ ଯାଉ ମାନ ଥାଉ, ତାମାନେ କ'ଣ, ସମ୍ମାନ ବା ଇଜ୍ଜତ ଜୀବନ ଠାରୁ ଅଧିକ ବୋଲି, ଏଇଟା ମନେ ରଖିଥାନ୍ତୁ। ଜାନ୍ ଯାଉ କିନ୍ତୁ ନିଜର ମାନ ଥାଉ, ମାନେ କ'ଣ ବୁଝିପାରୁଛନ୍ତି? ସମ୍ମାନ ବା ଇଜ୍ଜତ ନେଇକି ଆମ ଜୀବନ ଠାରୁ ଅଧିକ ଇଜ୍ଜତ ବହୁତ ବଡ଼ ପିଲା। ଦେଖନ୍ତୁ ଜୋର ଜାର ମୁଲକ ତାର, ତାମାନେ ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ। କ'ଣ, ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ। ଟେକା ହାତରୁ ଖସିଲେ ଅଣ ବାହୁଡ଼ା, ମାନେ ଥରେ ଯଦି ଭୁଲ ହେଇଗଲା ତାକୁ ଆଉ ସୁଧାରି ହେବ ନାହିଁ। ଏଇଟା ଟିକେ ଭଲସେ ମନେ ରଖନ୍ତୁ। ଟେକା ଯଦି ହାତରୁ ଖସିଗଲା ଅଣ ବାହୁଡ଼ା, ମାନେ ଟେକାରୁ ଯଦି ଧରି ଫିଙ୍ଗିଦେଲ ତାକୁ କ'ଣ ଧରିପାରିବ କି? ମାନେ ଯେତେବେଳେ ସେ ଯାଉଥିବ ଧରି ହୁଏ ନା। ତ ସେମିତି ଥରେ ଯଦି ଭୁଲ ହେଇଗଲା କି ତାକୁ କେବେ ସୁଧାରି ହେବ ନାହିଁ। ଓକେ, ଦେଖନ୍ତୁ ଏଠି ଡେଙ୍ଗା ମୁଣ୍ଡରେ ଠେଙ୍ଗା, ତାମାନେ ଡେଙ୍ଗା ମୁଣ୍ଡରେ ଠେଙ୍ଗା ମିନ୍ସ ଆଗୁଆ ଲୋକ ଉପରେ ଦାୟିତ୍ୱ ବେଶୀ ଏବଂ ବିପଦ ଆସିଥାଏ। ଦେଖନ୍ତୁ ଡେଙ୍ଗା ମୁଣ୍ଡରେ ଠେଙ୍ଗା ମିନ୍ସ କ'ଣ ବୁଝିଗଲେ ନା, ନା ଆଗୁଆ ଲୋକ ଉପରେ ଦାୟିତ୍ୱ ଓ ବିପଦ ବହୁତ ଥାଏ ବୋଲି। ଓକେ, ଦେଖନ୍ତୁ ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା, ମାନେ କ'ଣ ବୁଝୁଛନ୍ତି? ଘର କଥା ନ ଜାଣିକି ବହୁତ ଦେଶ ମାନେ ଦୂର ଦେଶର କଥା କହିବା। ଘର କଥା ମାନେ ଗାଁ କଥା ଜାଣିନଥିବ, ସେ କ'ଣ ନା ବହୁତ ବାହାର ଦେଶର କଥା କହିବା। ତାପରେ ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା। ଓକେ, ଢୋକେ ବି ଧଣ୍ଡେ ଯିଏ, ମାନେ କଷ୍ଟେ ମଷ୍ଟେ ଚଳି ବଞ୍ଚି ରହିବା, କଷ୍ଟେ ମଷ୍ଟେ ବଞ୍ଚିବାକୁ ଢୋକେ ବି ଧଣ୍ଡେ। ତିନି ତୁଣ୍ଡରେ ଛେଳି କୁକୁର, ମାନେ ମିଛ କଥା ଅନୁଭବ ଦ୍ୱାରା ନେଇକି ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପ୍ରତୀତ ହୁଏ। ଦେଖନ୍ତୁ ଏମିତି ଲୋକ ଅଛନ୍ତି ଯାହା କଥା ଶୁଣାଏ ନା ଅନେକଙ୍କ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ କ'ଣ ହୁଏ ନା, ନାଇଁ ଠିକ୍ ପରି ଲାଗୁଥିବ, ହଁ ନା ସତ୍ୟ ପରି ଲାଗୁଥିବ, ତ ତାକୁ ନା ତିନି ତୁଣ୍ଡରେ ଛେଳି କୁକୁର। ଓକେ, ମିନ୍ କ'ଣ, ମିଛ କଥା ଅନୁଭବ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତୀତ ହୁଏ। ଓକେ, ଦେଖନ୍ତୁ ତୁଣ୍ଡ ବାହିତ ସହସ୍ର କୋଶ, ମାନେ ଲକ୍ଷ ମୁଖରେ କଥା ବହୁ ଦୂର ପ୍ରସରିଯାଏ। ଓକେ,
ତୁ ଯେତେ ମାଟିକୁ ମାଟ ମୁଁ ସେଇ ଦରପୋଡ଼ା କାଠ। ମାନେ ସ୍ୱଭାବ ସହଜରେ ବଦଳେ ନାହିଁ। ଏବେ ତୁଳସୀ ଦୁଇ ପତ୍ରରେ ବାସେ, ବିଛୁଆତି ଦୁଇ ପତ୍ରରେ କୁଣ୍ଡେଇ ହୁଏ। ପ୍ରଭୃତ ଗୁଣ ପ୍ରାଥମିକ ସ୍ତରରୁ ହିଁ ଜଣା ପଡ଼ିଥାଏ। ଓକେ, ତେଲିଆ ମୁଣ୍ଡରେ ତେଲ ମିନ୍ସ ଦରିଦ୍ରକୁ ସାହାଯ୍ୟ ନ କରିକି ସଚ୍ଚୋଟ ବ୍ୟକ୍ତିକୁ ସାହାଯ୍ୟ କରିବ। ଓକେ, ଦରିଦ୍ର ବ୍ୟକ୍ତିକୁ ସାହାଯ୍ୟ ନ କରିକି ଗୋଟେ ମାନେ ଆଉ ଗୋଟେ ସଚ୍ଚୋଟ ବ୍ୟକ୍ତି ମାନେ ସାହାଯ୍ୟ କରୁଥିବ। ଦୈବ ଜଣେ ମଣିଷ ପାଇଁ ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଟାଣୁଇ ତେଣିକି ଯାଇ। ମାନେ ବିଧି ନିର୍ଦ୍ଦେଶରେ ପରିଚାଳିତ। ଓକେ, ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ। ଓକେ, ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଟାଣୁଇ ସେଣିକି ଯାଇ। ତାମାନେ ବିଧି ନିର୍ଦ୍ଦେଶରେ ନେଇକି ମଣିଷ ପରିଚାଳିତ ହୋଇଛି। ଓକେ, ଆଉ କ'ଣ ଅଛି କେତେ ଅଛି ବୋଲେ ଆହୁରି ସାରିଦେବା। ଦେଶେ କେ ବାଙ୍କ ନଈ କେ ବାଙ୍କ, ତାମାନେ ଭିନ୍ନ ସ୍ଥାନରେ ଭିନ୍ନ ଚଳଣି ପ୍ରଥା। ଓକେ, ଧରାକୁ ସରା ମଣିବା ମାନେ ଅତି ଭାବ ପ୍ରଦର୍ଶନ କରିବା। ସେମିତି ଧାନ ପେଟରୁ ବାଳୁଙ୍ଗା ଜାତ ମାନେ ଗୁଣବତୀ ମା ଠାରୁ କୁଳପୁତ୍ର ଜନ୍ମ। ମାଟା ଗୁଣବତୀ ହେଇଥିବ, ତା କୁପୁତ୍ର ଜନ୍ମ ହେଉଥିବ, ତା ମାନେ ଧାନ ପେଟରୁ ବାଳୁଙ୍ଗା ଜାତ। ଧୀର ବାଣୀ ପତ୍ର କାଟେ ପିଲେ, ଧୀର ସ୍ଥିର ଭାବେ କାର୍ଯ୍ୟ କଲେ ନେଇକି ସବୁବେଳେ ସଫଳ ମିଳିଥାଏ। ଆପଣ ତରତର ହେଲେ ହେବ ନାହିଁ। ଦେଖ, ଧୀରେ ଧୀରେ ଯେଉଁ ଆମେ ପଢ଼ି ଯିବା, ମାନେ ମୂଳରୁ ପଢ଼ି ଗଲେ ଆମକୁ ନିଶ୍ଚିତ ଏମିତି ଗୋଟେ ସମୟକୁ ଆମକୁ ସଫଳତା ମିଳିଥାଏ। ଓକେ, ଧୀର କଥାରେ ଭୈରୀ ବଶ ମାନେ ନମ୍ର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିବେ ପିଲେ। ଆପଣ ଯଦି ନର୍ମାଲ ଦେଇକି ଆପଣ ପଢ଼ି ଯାଆନ୍ତୁ। ଓକେ, ନଈ ସୁଅକୁ ବାଳି ବନ୍ଧ ମାନେ ବୃଥା ପରିଶ୍ରମ ବୃଥା ଚେଷ୍ଟା। ଓକେ, ନ ଦେଖିଲା ହଉ ଛପଡ଼ା ମାନେ ଅସମ୍ଭବ କଥା କହିବା। ନଈରେ ଘର କରି କୁମ୍ଭୀର ସାଙ୍ଗରେ କଳି ମାନେ ଅଧୀନ ହୋଇ ମୁନିବଙ୍କ ସାଙ୍ଗରେ କଳି। ସେମିତି ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ମାନେ କିଛି ନ ଥିବା ଅପେକ୍ଷା ସାମାନ ଥିବା ଭଲ। ତାର ଅର୍ଥ ବୁଝିପାରିଲେ? ପେଟ ପୋଷ ନାଇଁ ଦୋଷ, ତାମାନେ ବଞ୍ଚିବା ପାଇଁ କୌଣସି ବୃତ୍ତି ଗ୍ରହଣ କରାଯାଏ। ବଞ୍ଚିବା ପାଇଁ ଯେକୌଣସି ବୃତ୍ତି ଆମେ ଗ୍ରହଣ କରିଥାଉ। ପାପ ଧନ ପ୍ରାୟଶ୍ଚିତ୍ତରେ ଯାଏ, ମାନେ ଅନ୍ୟାନ୍ୟ ଉପାୟରେ ଯେଉଁ ଧନଟା ଅର୍ଜିତ କରିଥିବେ ନା ସେଟା ନଷ୍ଟ ହୋଇଥାଏ। ପୋଥିଗତ ବିଦ୍ୟା ପରହସ୍ତ ଧନ, ମାନେ ନିଜେ ନ ଜାଣିଥିବା ବିଦ୍ୟା ବା ନିଜ ପାଖରେ ନଥାଇ ଅନ୍ୟ ପାଖରେ ଥିବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଆସିନଥାଏ। ବୁଝିହେଲା? ଫୁଲ ଯୋଗୁଁ ଗବା ପଣ୍ଡିତ ଯୋଗୁଁ ସଭା, ମାନେ ଉଭୟ ସଭା ବନ୍ଧବ। ବସିବା ଠାରୁ କାଶିବା ଭଲ, ମାନେ ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗି ରହିବା ଉଚିତ। ଓକେ, ବସି ଖାଇଲେ ନଈବାଳି ସରେ, ମାନେ ଆଳସ୍ୟ ସର୍ବନାଶ କରେ। ବତେଇ ଦେଲା ବୁଦ୍ଧି ମାଗି ଆଣିଲା ତିଅଣ, ମାନେ ଉଭୟ କିଅଣ ସ୍ଥାୟୀ। ବକର ବେକ ବଢ଼ିଲେ ମୀନର ବିପତ୍ତି, ମାନେ ଶତ୍ରୁର ଯଦି ସୁବିଧା ମିଳିଲା ବିପଦର କାରଣ ହୋଇଥାଏ। ବ୍ରହ୍ମା ବିଲେଇଲେ ବେଧ, ମାନେ ପଣ୍ଡିତ ଲୋକର ଯେକୌଣସି କାର୍ଯ୍ୟକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରିନେବା। ବାହା ସରିଲେ ବେଦୀ ମୁହାଁ ପଡ଼ା, ମିନ୍ସ ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବ। ମାନିଲେ ଠାକୁର ନ ମାନିଲେ ପଥର, ମାନେ ନିଜର ଦୃଷ୍ଟିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନ ଦେବା। ଯତ୍ନ କଲେ ରତ୍ନ ମିଳେ, ଇଟ୍ସ ମିନ୍ ଅଧ୍ୟବସାୟ ସଫଳତାର ଚାବିକାଠି। ଯେମିତି ଠାକୁର ସେମିତି ପୂଜା, ବାଲି ବରଡ଼ାକୁ ଚାଉଳ ଭଜା, ମାନେ ଗୁଣ ଜ୍ଞାନୀ ଆଦର। ତା ମାନେ କ'ଣ ନା ଗୁଣ ଜ୍ଞାନୀ ଆଦର। ଆଉ କ'ଣ ଅଛି ମାନେ ଯେସାକୁ ତେସା, ମାନେ ଯେପରି ବ୍ୟବହାର ଦେଖାଇବ ତା ପାଇଁ ଅନୁରୂପ ବ୍ୟବହାର। ମାନେ ଆପଣ ଯେସାକୁ ତେସା ମାନେ ଆପଣ ଜଣକୁ ଠିକ୍ ବ୍ୟବହାର ଦେଖାଇବେ, ତାମାନେ ଆପଣଙ୍କୁ ଠିକ୍ ବ୍ୟବହାର ଦେଖାଇବ ସେ ମଧ୍ୟ। ଆପଣ ଯଦି
ଖରାପ ବ୍ୟବହାର ଦେଖାଇବେ ଆପଣ ମାନେ କ'ଣ ଖରାପ ବ୍ୟବହାର ଦେଖାଇବ ମାନେ ଜେସା କୁ ତେସା। ଓକେ, ଯେ ଦେଶେ ଯାଇ ସେ ଫଳ ଖାଇ, ମାନେ ସବୁ ସ୍ଥାନରେ ପରିସ୍ଥିତି ଖାପ ଖୁଆଇକି ଚଳିବା। ମାନେ ଆମେ ଏଇ ଜାଗାରେ ଅଛୁ, ଏବେ ଆଉ କେଉଁ ଗାଁକୁ ଯାଉଛି, ମାନେ ସେଇ ଜାଗା ସେଇ ପରିବେଶ ଅଲଗା ନା, ମାନେ ସେଇ ପରିବେଶ ଦ୍ୱାରା ଖାପ ଖୁଆଇ ଚଳିନେ ଆମେ ତ ଟିକେ ଇଏ ଲାଗୁ, ମାନେ ସେଇ ପରିବେଶରେ କ'ଣ ଖାପ ଖୁଆଇକି ଚଳିବା ଦରକାର। ଓକେ, ଲୁଚିଛି ନା ଗଳ ଦୁଇଟା ଦିଶୁଛି, ମାନେ ଯେତେ ଗୁଡ଼େଇଲେ ବି ଦୋଷ ଧରା ପଡ଼େ। ଆପଣ କୌଣସି ବି ଦୋଷ କରିଛନ୍ତି ତ ଆପଣ ଯେତେ ଲୁଚେଇବେ ନା, ଆପଣ ସେତିକି ମାନେ ଲୁଚେଇବାକୁ ଚେଷ୍ଟା କରୁଛନ୍ତି, ସେଇ ଦୋଷଟା ଦିନେ ନା ଦିନେ ଲୋକଙ୍କ ଆଗରେ ପ୍ରଗଟ ହେବ, ମାନେ ଲୋକମାନେ ସମାଜରେ ଜାଣିପାରିବେ। ତ ମାନେ କ'ଣ ଲୁଚିଛି ନା ଗୋଟେ ଦୁଇଟା ଦିଶୁଛି, ଯେତେ ଗୁଡ଼େଇଲେ ବି ଦୋଷ ଧରା ପଡ଼େ। ଶୋଇଲା ପୁଅର ଭାଗ ନାହିଁ, ମାନେ କର୍ମତୁଣ୍ଡ ଲୋକ ଜୀବନରେ ହାରିଯାଏ। ସଭା ହାଣ୍ଡିରେ ଭାଙ୍ଗିବା ପ୍ରଭୁ ଗୁପ୍ତ କଥା ପ୍ରକଟ କରିବା। ସଭା ହାଣ୍ଡିରେ ଭାଙ୍ଗିବା ମାନେ ତା ମାନେ କ'ଣ ଗୁପ୍ତ କଥା ପ୍ରକଟ କରିବା। ଓକେ, ଦେଖନ୍ତୁ, ସର୍ବକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ, ତାମାନେ ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ଅନେକ କଥା କରିବେ ନାହିଁ, ହେବ ନା ନାହିଁ। ସିଧା ଆଙ୍ଗୁଠିରେ ଘିଅ ହବାର ନାହିଁ, ତାମାନେ ସବୁ କାମ ସହଜରେ ହେବ ନାହିଁ, ବୁଝିପାରୁଛନ୍ତି। ହାତ ମାପ ଚାଖଣ୍ଡେ ଚାଲ, ମାନେ ସାବଧାନ ହୋଇ କାମ କରି ଚାଲିବା। ହଳିଲା ପାଣିରେ ଗୋଡ଼ ନ ଦେବା, ମାନେ ଗଣ୍ଡଗୋଳରେ ନ ପଶିବା। ଓକେ, ତାମାନେ କ'ଣ ହଳିଲା ପାଣିରେ ଗୋଡ଼ ନ ଦେବା। ହାତ ଅଳସେ ନିଶ ବଙ୍କା, ମାନେ ଅଳସୁଆ ସବୁବେଳେ ଦୁଃଖ ପାଏ। ବୁଝିପାରିଲେ। ଦେଖନ୍ତୁ ପିଲେ, ଏଇଟା ଥିଲା ଆପଣଙ୍କ ପାଇଁ ଗୋଟେ କ'ଣ ଲୋକବାଣୀ, ଯେଉଁଟା ଆପଣଙ୍କୁ ବହୁତ ହେଲ୍ପ ହୋଇଥିବ। ସମସ୍ତେ ଆକୁ ପିଲେ ଏମିତି ପଢ଼ିବେ ନାହିଁ, କାହିଁକିନା ଆକୁ ଲେଖିଲା ପରେ ହିଁ ଆପଣଙ୍କୁ ଏଇଟା ମନେ ରହିବ। ବାର ବାର ଲେଖିବେ, ଆପଣ ଟାଇମ୍ କରିକି ଟିକେ ଲେଖିଦେବେ, ଏଇଟା ଆପଣଙ୍କ ଏକ୍ଜାମ୍ରେ ବହୁତ ହେଲ୍ପଫୁଲ୍ ହେବ ପିଲେ। ତ ଆପଣଙ୍କୁ ଯଦି ବହୁତ ମୋର ଏଇ ଭିଡ଼ିଓଟା ବହୁତ ହେଲ୍ପଫୁଲ୍ ଲାଗୁଥିଲେ, ଭଲ ଲାଗୁଥିଲେ, ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଓକେ, ତ ଏଇ କ୍ଲାସ୍କୁ ଏଇଠି ରଖିଦେବା ପିଲାମାନେ। ତ ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।